ଏହା ସରପଞ୍ଚ ମଙ୍ଗଳପୁର। ଆମେ ପ୍ରକୃତରେ ଏଠି ଯେଉଁ କଳିଙ୍ଗ ମହୋତ୍ସବ ହେଉଛି ତାକୁ ଆମେ ବିରୋଧ କରୁଛୁ ଏବଂ ଏଠିକାର ଯେ ଏମଏଲଏ ବା ମନ୍ତ୍ରୀ ସିଏ ଖାଲି ତାଙ୍କର ନିଜର କେମିତି ଆର୍ଥିକ ସ୍ଥିତି ବଦଳିବ ତାକୁ ହିଁ କରିବା ପାଇଁ ଏଠି ଗୋଟେ ମହୋତ୍ସବ କରୁଛନ୍ତି। ମହୋତ୍ସବ ଦ୍ୱାରା ଏଠି ଆମ ପଞ୍ଚାୟତ ବା କଳିଙ୍ଗନଗର ବାସୀଙ୍କର କୌଣସି ଉନ୍ନତି ହେବ ନାହିଁ। ଏଠି ଖାଲି ଏଠିକାର ଯେତେ ପ୍ଲାଣ୍ଟ ଅଛି, ପ୍ଲାଣ୍ଟ ତ ମାନେ 40ରୁ 50ଟା ପ୍ଲାଣ୍ଟ ଅଛି, ସମସ୍ତଙ୍କ କତରୁ ଗୋଟେ ମୋଟା ଅଙ୍କର ଚାନ୍ଦା ଆଦାୟ କରି ଏଠି ଲଙ୍ଗଳା ନାଚ ଏବଂ ଏଠି ଯୁବ ସମାଜକୁ ଖାଲି ମଦ ମାଂସରେ ଖୁଏଇ 7-8 ଦିନ ସେଇ ହେଲା ପ୍ରୋଗ୍ରାମ। ଏଠି ମହୋତ୍ସବ ନାଁରେ ମହୋତ୍ସବର ପ୍ରକୃତରେ ଏଠି ମହୋତ୍ସବ ବୋଲି କିଛି ନାହିଁ ଏବଂ ଏବେ ଶୁଣାଯାଉଛି ଯେ ଏମାନେ ଏ ମହୋତ୍ସବକୁ ହଟେଇକି ପୁଣି ଗୋଟେ ଷ୍ଟିଲ୍ କନକ୍ଲେଭ୍ କରିବା ପାଇଁ ଯାଉଛନ୍ତି ଏବଂ ସେ ବି ସେଇ ଷ୍ଟିଲ୍ କନକ୍ଲେଭ୍ ମାନେ କ'ଣ, ଏଠି କଳିଙ୍ଗନଗରରେ ଆମେ କଳିଙ୍ଗନଗର ବାସୀ ହେଲା ପରେ ଧୂଳି ଧୂଆଁ ଛଡ଼ା ଆମେ ଆଉ କିଛି ପାଇନୁ। ଧୂଳି ଧୂଆଁ ଏବଂ ଆମ ପଞ୍ଚାୟତର ଯେଉଁଠି ମହୋତ୍ସବ ହେଉଛି ତାର ମାତ୍ର 100 ମିଟର ଦୂରରେ ମୋର ଆଦିବାସୀ ସାହିଟା ଅଛି, ଯାହାକି ମାନେ ଜରି ପାଲ ତଳେ ସମସ୍ତେ ମୁଣ୍ଡ ଗୁଞ୍ଜୁଛନ୍ତି। ମନ୍ତ୍ରୀ ଏବଂ ତାଙ୍କ ବାପା ପ୍ରଫୁଲ୍ଲ ଗଡ଼ାଇ ଯିଏକି ମାନେ ସୁକିନ୍ଦାର ବିଶ୍ୱକର୍ମା ବୋଲିକି ଆମର ଏଠି କହୁଛନ୍ତି, ବାପ ପୁଅ ବର୍ତ୍ତମାନ ନିଦ ନାହିଁ ଯେ ଆଗାମୀ ପଞ୍ଚାୟତ ଏମଏଲଏ ଇଲେକ୍ସନଟି ଆସୁଛି, ତେଣିକି ତା ପାଇଁ ମହୋତ୍ସବ କରନ୍ତୁ, ଷ୍ଟିଲ୍ କନକ୍ଲେଭ୍ କରନ୍ତୁ ବା ଯାହା କରନ୍ତୁ, ଏଠିକାର କେମିତି ସ୍ଥାନୀୟ ଯୁବକକୁ ପଥଭ୍ରଷ୍ଟ କରିବେ। ଏଠିକାର ଯେତେ ଯୁବକ ଅଛନ୍ତି କୌଣସି ଜାଗାରେ ସ୍ଥାନୀୟ ନିଯୁକ୍ତି ନାହିଁ, କୌଣସି ଗରିବ ଲୋକର କେମିତି ତାର ଘର ଖଣ୍ଡେ ମିଳିବ ସେ ଦାୟିତ୍ୱ ନାହିଁ। ଏଠିକାର ଆଦିବାସୀ ମାନେ 40 ବର୍ଷ ହେଲା ରହିଥିଲେ ବି ସେମାନଙ୍କ ପାଇଁ ପଟ୍ଟା ନାହିଁ। ମନ୍ତ୍ରୀ ଏଠିକି ସପ୍ତାହରେ 2 ଥର ଆସନ୍ତି, ପାର୍କରେ ବୁଲନ୍ତି ଏବଂ ସେଠିକାର ଲାଇଟ୍ର କେମିତି ଭଲ ମାନେ ହେଇପାରିବ ଆଉ ବ୍ଲକରେ ଆସନ୍ତି ନାହିଁ, ଆସିଲେ ଦଳୀୟ ମିଟିଂ କରନ୍ତି। କୌଣସି ଯିଏକି ସେ ଆର୍ଡି ମିନିଷ୍ଟର ଅଛନ୍ତି, ଏଠି ମୋ ପଞ୍ଚାୟତର ସମସ୍ତ ଗାଁକୁ ସଂଯୋଗ କରୁଥିବା ରାସ୍ତା ଥିଲେ ବି ଆଉ ଥରକୁ 5 ଥର ଆମେ ଲିଖିତ ଭାବରେ ଅଭିଯୋଗ ଦେଲା ପରେ ବି ସେ ରାସ୍ତା କାମ ହେଉନାହିଁ। ଆମେ ଏ ମହୋତ୍ସବକୁ ବୟକଟ୍ କରିବୁ ଏବଂ ଯଦି ସମସ୍ତ ପ୍ଲାଣ୍ଟ ଆଉ ମନ୍ତ୍ରୀ ନିଜେ ବସିକି ବୈଠକ କରିକି CSR ଫଣ୍ଡରୁ ଆମର ଏଠି ଯେତେ ଲୋକ ଅଛନ୍ତି ସମସ୍ତଙ୍କୁ ଘର, ତାଙ୍କର ପିଇବା ପାଣି ସବୁ ବ୍ୟବସ୍ଥା ନ କରନ୍ତି ତାହେଲେ ଆଗାମୀ ଦିନରେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ। ମୋ ନାଁ ଜଗବନ୍ଧୁ ଦାସ। ମହୋତ୍ସବ ଯେଉଁ ଲକ୍ଷ୍ୟରେ ହେଇଥିଲା ସାରା ସୁକିନ୍ଦାରେ ଆରମ୍ଭ ହେଇଥିଲା, ଯେ ମହୋତ୍ସବ ସେ ତାର ଲକ୍ଷ୍ୟରୁ ଦୂରେଇ ଯାଇଛି। ମହୋତ୍ସବ ହେଇଥିଲା ଏଇଥିପାଇଁ ଯେ ଯେଉଁ ଲୋକମାନେ ପ୍ଲାଣ୍ଟରେ 8 ଘଣ୍ଟା ଖଟିକି ଆସୁଛନ୍ତି, ମାସସାରା ଖଟୁଛନ୍ତି, ସେମାନେ ଯେତେବେଳେ ଏଠି କିଛି ଫଙ୍କସନ୍ ନାହିଁ, କିଛି କାମ ନାହିଁ, ସେମାନେ ବର୍ଷରେ 2-3 ଥର ଟିକେ ମନୋରଞ୍ଜନ କରିବେ ବା ଟିକେ ଦେଖିବେ ବୋଲି। କିନ୍ତୁ ଆଜି ମହୋତ୍ସବ ଏମିତି ରାସ୍ତାକୁ ପଳେଇଲା ଯେ ମହୋତ୍ସବରେ ମୁଁ ମଧ୍ୟ ଫେରକଣ୍ଡ ଜିଲ୍ଲା ସେକ୍ରେଟାରୀ ଥିଲି। ଆମେ ଚିଠି କରୁ ସବୁ ପ୍ଲାଣ୍ଟକୁ, ସବୁ ପ୍ଲାଣ୍ଟ 5 ଲକ୍ଷ, 10 ଲକ୍ଷ, 20 ଲକ୍ଷ ଏମିତି ତାଙ୍କର ଯାହା ପାରିବେ ଦିଅନ୍ତି। ସେତେବେଳେ ମଧ୍ୟ ଏଠିକାର ଯିଏ MLA ପ୍ରୀତିରଞ୍ଜନ ଘଡ଼େଇ ସେତେବେଳେ ବି MLA ଥିଲେ ସୁକିନ୍ଦାରେ, ସିଏ ବି କିଛି ହିସାବ ଦିଅନ୍ତିନି, ଆମକୁ ବି ହିସାବ ଦିଅନ୍ତିନି। ସବୁ ତାଙ୍କର ନିଜ ଲୋକ ଯିଏକି ସୁକିନ୍ଦା ଭିତରେ ନୁହେଁ ବାହାର ଲୋକ, ତାଙ୍କ ଏକାଉଣ୍ଟକୁ ଏମାନେ ପଇସା ପଠାନ୍ତି, କିଏ କମ୍ପାନୀ ମାନେ। ଯେଉଁ 10 କୋଟି 8 କୋଟି ଟଙ୍କା ମହୋତ୍ସବ ନାଁରେ କଲେକ୍ସନ ହୁଏ, ସେଥିରୁ ମାତ୍ର 50 ଲକ୍ଷରୁ କୋଟିଏ ଭିତରେ ଖର୍ଚ୍ଚ କରନ୍ତି, ବାକି 10 କୋଟି ଟଙ୍କା ଭୁବନେଶ୍ୱର ପଳାଏ। ଏଠିକାର ଯେ MLA ତାଙ୍କର ଲକ୍ଷ୍ୟ ଯେ ଗୋଟେ ଫଙ୍କସନ୍ କଲେ ଆମେ କମ୍ପାନୀ ମାନଙ୍କୁ ଚିଠି ଦେଇପାରିବା ଏବଂ କମ୍ପାନୀ ମାନଠାରୁ ପଇସା ଆଣିପାରିବା। ଯଦି ଫଙ୍କସନ୍ ନ କରିବା ଆମର ଦାବି ରହୁଛି, ଯଦି କମ୍ପାନୀ ଠାରୁ ମହୋତ୍ସବ ନାଁରେ 20 କୋଟି ଟଙ୍କା ଆଣୁଛନ୍ତି, କୋଟିଏ ଟଙ୍କା ଫଙ୍କସନ୍ କରୁଛନ୍ତି, ମହୋତ୍ସବ କରୁଛନ୍ତି, ବାକି 9 କୋଟି ଟଙ୍କା ମହୋତ୍ସବ ଚାରିକର ଯେଉଁ ଲୋକମାନେ ଅଛନ୍ତି, ବିଶେଷ କରି ତେଲିବାଡ଼ି ଗାଁ, ଯେଉଁ ଗାଁରେ ଆଦିମ ଲୋକ ହେଉଛନ୍ତି ଦେଉରୀ ସମ୍ପ୍ରଦାୟର ଏବଂ ଆଦିବାସୀ ଭାଇମାନେ ଅଛନ୍ତି, ଗରିବ ଭାଇମାନେ, ସେମାନଙ୍କର ଆଉ ଯେଉଁ 9 କୋଟି ରହିଲା ସେମାନଙ୍କ ଉପକାରରୁ 2-4 କୋଟି ଆସୁ। ସେମାନେ ଯେଉଁ ଅବସ୍ଥାରେ ଅଛନ୍ତି, ଚାଳ ଘର, ସେମାନଙ୍କ ଚଳିବା ଭାରି ଅବସ୍ଥା ଖରାପ, ପ୍ଲାଣ୍ଟରେ ତାଙ୍କୁ କିଛି କାମ ବି ଦିଆ ହେଉନାହିଁ। ମହୋତ୍ସବ ପଇସା ସେଥିରେ ନ ଲାଗି MLA ସିଧା ତାଙ୍କ ଭୁବନେଶ୍ୱରକୁ ପଠାଇ ଦେଉଛନ୍ତି। ମହୋତ୍ସବରେ ଯେଉଁ 10 କୋଟି ଆଉଛି, କୋଟିଏ ମନୋରଞ୍ଜନ ହେଉଛି, ମହୋତ୍ସବ ହଉ ଠିକ୍ ଅଛି, ଆଉ 9 କୋଟି ମହୋତ୍ସବ ଚାରିକର ଗରିବ ଲୋକ ଯେତେବେଳେ ଖାଇବାକୁ ପାଉନାହାନ୍ତି, ସେଠି ଆମେ ନାଚ କଲେ ନାଚର ମୂଲ୍ୟ କ'ଣ ରହିବ? ନାଚ କରୁଥିବା ଜାଗାରେ ତ ଲୋକ ଖାଇବାକୁ ପାଉନାହାନ୍ତି। ତେଣୁ କାରଖାନାରୁ ଯେଉଁ ପଇସା ଦେଉଛନ୍ତି ମହୋତ୍ସବ ପାଇଁ, ତାକୁ ଦୟାକରି ସେଇ ମଙ୍ଗଳପୁର ପଞ୍ଚାୟତର ବିଶେଷ କରି ତେଲିବାଡ଼ି ଗାଁର ଯେଉଁ ଗାଁରେ ମହୋତ୍ସବ ହେଉଛି, ସେଠିକା ଗରିବ ଲୋକଙ୍କର ଉପକାର କରାଯାଉ। ମହୋତ୍ସବ ବିରୋଧ କରିବା କାରଣ ଗତ ବର୍ଷ ଯେଉଁ ହେଇଥିଲା 23 ମସିହାରେ ଯେଉଁ କଳିଙ୍ଗ ମହୋତ୍ସବ ହେଇଥିଲା, ସେଥିରେ ତାଙ୍କର ଆୟବ୍ୟୟ ହିସାବ ଆମେ RTIରେ ADMକୁ ମାଗିଥିଲୁ। ADM ଆମକୁ ଡାଇରେକ୍ଟ କହିଲେ ଯେ ଏଇଟା କୌଣସି ଗଭର୍ଣ୍ଣମେଣ୍ଟ ପ୍ରୋଗ୍ରାମ ନୁହେଁ, ତେଣୁକରି ଆମେ ତୁମକୁ ହିସାବ ଦେଇପାରିବୁ ନାହିଁ। ତେଣୁକରି ମୋର ଏଠି ପଚାରି ଅଛି, ଯଦି ଏଇଟା ଗଭର୍ଣ୍ଣମେଣ୍ଟ ପ୍ରୋଗ୍ରାମ ନୁହେଁ ତାହେଲେ ଏଇ ପ୍ରୋଗ୍ରାମଟି କାହା ସ୍ୱାର୍ଥରେ ହେଉଥିଲା ଆଉ ପଇସା କେଉଁଠୁ ଆସୁଥିଲା, ସେଇ ହିସାବଟି ଆମେ ମାଗିଥିଲୁ। ଆଜି ଯେଉଁ କଳିଙ୍ଗନଗର ମହୋତ୍ସବ ହେବାକୁ ଯାଉଛି, ତାର ହିସାବ ଆମକୁ ତା ପୂର୍ବରୁ ନଦେଲେ ଆମେ ଏହାକୁ ଘୋର ବିରୋଧ କରିବୁ।